ଆରେ ମା କୁନି ମୁନି କୁଆଡେ ଗଲ? ସ୍କୁଲ ସମୟ ହେଇଗଲାଣି, ଆଜି ସ୍କୁଲ ଯିବନି କି? ଏଇ ତ ମା, ଆମେ ଆସିଗଲୁ। ଚାଲ ଶୀଘ୍ର ଆମକୁ ସ୍କୁଲ ଛାଡ଼ି ଦିଅ। ମା ଚଢ଼େଇ ଗରିବ ହେଲେ ବି ତାର ଦୁଇ ଝିଅଙ୍କୁ ଖୁବ ଭଲରେ ରଖୁଥିଲା। ସନ୍ଧ୍ୟା ହେବା ପରେ କୁନି ମୁନି ଘରକୁ ଫେରିଲେ। ମା ଜାଣିଛ ଆଜି ଆମ ସ୍କୁଲର ମ୍ୟାମ୍ କଣ କହିଲେ? କଣ କହିଲେ ରେ ମା? ଏ ବର୍ଷ ବର୍ଷା ଦିନରେ ଆମ ଜଙ୍ଗଲରେ ବନ୍ୟା ହେବାର ସମ୍ଭାବନା ଅଛି। ମ୍ୟାମ୍ ଏକଥା ପାଣିପାଗ ଅଫିସରୁ ଜାଣିବାକୁ ପାଇଲେ। ସେ ଆମକୁ କହିଲେ ବନ୍ୟା ଆସିବା ଆଗରୁ ଏକ ସୁରକ୍ଷିତ ଜାଗାକୁ ଚାଲିଯିବା ପାଇଁ। ଆରେ ଇଏ ତ ବହୁତ ବିପଦର କଥା। ଶୀଘ୍ର ଜଙ୍ଗଲବାସୀଙ୍କୁ ଏକଥା ଜଣାଇବାକୁ ହେବ। ହଁ ମା, ଆଉ ଗୋଟେ କଥା ଜାଣିଛ? ମ୍ୟାମ୍ କହୁଥିଲେ ଏ ବର୍ଷ ବହୁତ ବର୍ଷା ହବ, ଝଡ଼ ତୋଫାନ ବି ଆସିବ। ମା, ଆମ ଘର ତ ଭଙ୍ଗା, ବର୍ଷା ହେଲେ ଆମ ଘର ଭିତରେ ପାଣି ପଡ଼ିବ। ଆମେ କଣ କରିବା ମା? ମୁଁ ବି ସେ କଥା ଚିନ୍ତା କରୁଛି ରେ ମା। ଘର ମରାମତି ପାଇଁ ମୋ ପାଖରେ ଏବେ ଟଙ୍କା ନାହିଁ। ମୁଁ ଯଦି ଜଙ୍ଗଲ ଭିତରୁ ମଜବୁତ କାଠ ଆଣିବି, ଖାଇବା ଜମା କରିବାକୁ ସମୟ ପାଇବିନି। ମୁଁ କେତେବେଳେ ଯେ କୋଉ କାମ କରିବି କିଛି ବୁଝିପାରୁନି। ମା ଚିନ୍ତା କରନି, ମୋ ପାଖରେ ଏକ ଉପାୟ ଅଛି। ତୁମେ ଘର ମରାମତି କରିବା ପାଇଁ କାଠ ଯୋଗାଡ଼ କର, ଆମେ ଦୁଇ ଭଉଣୀ ଖାଇବା ଯୋଗାଡ଼ କରିବୁ। ସେମିତି ହେଲେ ଆମକୁ ଆଉ ବେଶୀ ଖର୍ଚ୍ଚ କରିବାକୁ ପଡ଼ିବନି। ଆରେ ମା, ତୁ ବହୁତ ଭଲ କଥାଟି କହିଲୁ। ଆମେ ସେମିତି ହିଁ କରିବା। ତା ପୂର୍ବରୁ ମୁଁ ଯାଇ ଜଙ୍ଗଲରେ ସମସ୍ତଙ୍କୁ ଏକଥା କହିଦିଏ। ଏମିତି କହି ମା ଚଢ଼େଇ ଅନ୍ୟ ଚଢ଼େଇ ମାନଙ୍କ ପାଖକୁ ଯାଇ ଏକଥା କହିଲା। ଆମକୁ ଏକଥା ଜଣେଇ ଭଲ କଲୁ ଚଢ଼େଇ। ଏବେ ଆମେ ବନ୍ୟା ପାଇଁ ପ୍ରସ୍ତୁତ ହେଇପାରିବୁ। ତାପରେ ସମସ୍ତେ ବନ୍ୟା ଆସିବା ପୂର୍ବରୁ ନିଜ ଘର ମରାମତି କାମରେ ଲାଗି ପଡ଼ିଲେ। ସେପଟେ ମା ଚଢ଼େଇ ଜଙ୍ଗଲରୁ ମଜବୁତ କାଠ ଖୋଜି ଆଣିଲା, ଆଉ ତାର ଦୁଇ ଝିଅ କିଛି ଖାଇବା ଖୋଜି ଆଣିଲେ। ଏହିପରି ବେଶ କିଛି ଦିନ ବିତିଗଲା। ବର୍ଷା ଦିନ ଆସିବା ପରେ ବହୁତ ଜୋରେ ବର୍ଷା ଆରମ୍ଭ ହେଇଗଲା। ବିଜୁଳି ଘଡ଼ଘଡ଼ି ବି ମାରୁଥିଲା। ଦେଖିଲ ମା, 3 ରୁ 4 ଦିନ ହେଇଗଲାଣି, ଏଯାଏଁ ବର୍ଷା ଛାଡ଼ିନି। ଭଲ ହେଲା ଆମେ ଘର ମରାମତି କରି ନେଇଥିଲେ। ମା, ଯଦି ବନ୍ୟା ପାଣି ମାଡ଼ି ଆସିବ ଆମେ କଣ କରିବା? ନା ରେ ମା, ସେମିତି ଜମା କହନି। ଭଗବାନଙ୍କୁ ପ୍ରାର୍ଥନା କର ଯେମିତି ବନ୍ୟା ପାଣି ଜଙ୍ଗଲରେ ନ ପଶୁ। ଆମ ଘରଟି ତଳେ ଅଛି। ମୁଁ କୌଣସି ମତେ ଆମ ଘରକୁ ସଜାଡ଼ିଛି। ଯଦି ବନ୍ୟା ପାଣି ଚାଲି ଆସେ ଆମ ଘର ଆଗସି ପାଣିରେ ଭାସିଯିବ। ମା ଚଢ଼େଇର କଥା ସରିଛି କି ନାହିଁ, ଜଙ୍ଗଲ ଭିତରକୁ ବନ୍ୟା ପାଣି ମାଡ଼ି ଆସିଲା। ଅନେକ ଚଢ଼େଇଙ୍କ ଘର ଆଉ ଗଛ ଭାଙ୍ଗି ସେ ପାଣିରେ ଭାସିଗଲା। ମା ଚଢ଼େଇର ବି ଘର ଭାଙ୍ଗିଗଲା। ସେ ତାର ଦୁଇ ଝିଅଙ୍କୁ ନେଇ ବନ୍ୟା ପାଣିରେ ଭାସୁଥିଲା। ମା, ମୁଁ ଏ ପାଣିରେ ବୁଡ଼ିଯିବି, ମତେ ରକ୍ଷା କର ମା। ଭୟ କରନି ମା, ମତେ ଶକ୍ତ କରି ଧରିଥା। ମୁଁ ବି ତ ତମମାନଙ୍କ ସାଙ୍ଗରେ ଭାସୁଛି। ଏମିତି ଆଗକୁ ଯାଉ ଯାଉ ମା ଚଢ଼େଇ ଏକ ମାଟି କଳସୀକୁ ପାଣିରେ ଭାସୁଥିବାର ଦେଖିଲା। ସେ କୌଣସି ମତେ ତାର ଦୁଇ ଝିଅଙ୍କୁ ମାଟି କଳସୀ ଭିତରେ ରଖିଦେଲା। ମୁଁ ବୋଧେ ଆଉ ତମମାନଙ୍କ ସାଙ୍ଗରେ ଯାଇପାରିବିନି। ପାଣି ଧୀରେ ଧୀରେ ବଢି ଚାଲିଛି। ତମେ ଦୁଇ ଜଣ ଏକ ସୁରକ୍ଷିତ ଜାଗାକୁ ଚାଲିଯାଅ। ହଠାତ୍ ପାଣିର ସ୍ରୋତ ବଢିଗଲା। ମା ଚଢ଼େଇ ସେ ପାଣିରେ ବୁଡ଼ିଗଲା। ମାକୁ ହରେଇ ଦୁଇ ଭଉଣୀ ଆଗକୁ ଯାଉଥିଲେ। ଦିଦି, ମା କୁଆଡେ ଗଲା? ମୁଁ ତାକୁ ଦେଖିପାରୁନି କାହିଁକି? କାନି ଭଉଣୀ, ମା ଆମକୁ ବଞ୍ଚେଇ ପାଣିରେ ବୁଡ଼ିଗଲେ। ସେ ଆଉ କେବେ ବି ଫେରିବେନି। ଏ ମାଟି କଳସୀ ଆମକୁ ଯୋଉ ଜାଗାକୁ ନେଇଯିବ ଆମେ ଯିବା। ଏମିତି ସେ ଦୁଇ ଛୁଆ ମନ ଦୁଃଖରେ କାନ୍ଦୁଥିଲେ। ସେ ମାଟି କଳସୀ ଆଗକୁ ଭାସି ଭାସି ଯାଉଥିଲା। କିଛି ଦୂର ଗଲା ପରେ ଏକ କୁମ୍ଭୀରର ନଜର ସେ ଦୁଇ ଛୁଆଙ୍କ ଉପରେ ପଡ଼ିଲା। ସେ ସେମାନଙ୍କୁ ଖାଇବା ପାଇଁ ଚେଷ୍ଟା କଲା। ଦୂରରୁ ଥାଇ ଗୋଟେ ଚଢ଼େଇ ପରି ଏସବୁ ଦେଖୁଥିଲା। ଆରେ ଆରେ, ଏ ଦୁଇ ଛୁଆ ତ ବିପଦରେ ଅଛନ୍ତି। କୁମ୍ଭୀର କେତେବେଳେ ବି ଏମାନଙ୍କୁ ଖାଇଦେଇପାରେ। ମୁଁ ଶୀଘ୍ର ଏ ଦୁଇ ଛୁଆଙ୍କୁ ରକ୍ଷା କରେ। ଏମିତି କହି ଚଢ଼େଇ ପରି ତା ଯାଦୁ ଶକ୍ତିରେ ଦୁଇ ଚଢ଼େଇ ଛୁଆଙ୍କୁ ନିଜ ପାଖକୁ ନେଇ ଆସିଲା। ଆରେ ତମେ ଦୁଇ ଛୁଆ ଏକା ଏକା ନଦୀରେ କୁଆଡେ ଯାଉଥିଲ? ତମମାନଙ୍କ ମା କୁଆଡେ ଗଲା? ଦୁଇ ଛୁଆ କାନ୍ଦି କାନ୍ଦି ତାକୁ ସବୁ ଘଟଣା କହିଲେ। ତମେ ଦୁଇ ଛୁଆ ଆଉ କାନ୍ଦନି, ମୁଁ ତମ ରହିବା ଆଉ ଖାଇବାର ବ୍ୟବସ୍ଥା କରିଦେବି। ଏମିତି କହି ଚଢ଼େଇ ପରି ସେମାନଙ୍କୁ ଏକ ଉଡ଼ନ୍ତା ଘର ଦେଲା। ଏଇ ନିଅ, ଏଇ ଉଡ଼ିବା ଘର ଆଜିଠୁ ତମମାନଙ୍କର। ତମେ ଦୁଇ ଜଣ ଯାହା ଚାହିଁବ ଏ ଘର ତମମାନଙ୍କୁ ସବୁ ଦେବ। ବିପଦ ସମୟରେ ଏ ଘର ତମ ଦୁଇ ଜଣଙ୍କୁ ରକ୍ଷା ବି କରିବ। ଆଉ ହଁ, ତମେ ମାନେ ଯୋଉଠିକି ଯିବାକୁ ଚାହିଁବ ଏ ଘର ନେଇ ତମମାନଙ୍କୁ ସେଠି ପହଞ୍ଚେଇ ଦେବ।
दुई भौणी परी को धन्यवाद जणे से उड़ीबा घर भीतर को गले। उड़ीबा घर सेमानकु एक सुरक्षित जगह को नहीं गला। जेतेबेले सेमाने किछि विपदरे पडुथिले उड़ीबा घर तांकर रक्षा करुथिला। दूर एक जंगल कुनी आ मुनी नामरी दुई अनाथ भौणी रहुथिले। सेमाने माटी रे कलसी आउ खेलना तैयारी करी बिक्री करुथिले। हेले वर्षा दिन आसवा परे सब शेष हो गला। एते कष्ट रे मो माटी रे खेलना आउ कलसी तैयारी करिथिले। ए वर्षा रे सब धोई हो गला। एबे मो कोन बिक्री करिबी? दीदी एबे तो वर्षा दिन, सब दिन वर्षा लगी रहिबो। माटी रे कलसी आउ खेलना तैयारी कले ता सुखिबनी। मो कोन कहउथिली कि दीदी आमे आउ माटी रे कलसी खेलना तैयारी करिबानी। आमे काम छाड़ी देबा, आउ किछि काम खोजी नेबा। अरे तू ए सब कोन कहउचु? ए माटी रे कलसी आउ खेलना तैयारी करिबा आमे हम मां पाखरु सिखिथिले। आमे आउ किछि भी काम सिखि नाहंती। ए काम छाड़ी देले आमे करिबा कोन? अरे दीदी मु ए काम सब दिन छाड़िया पे कहूनी। केवल वर्षा दिन आमे माटीर काम करिबानी। आमे आउ किछि काम खोजी नेबा। वर्षा दिन छाड़ी गले आमे पुणी थरे माटी रे कलसी आउ खेलना तैयारी करी बिक्री करिबा। मुन्नी तू ठीक कथाटे कहिलु। वर्षा दिने माटी काम करि हेबनी। मो काले ही जंगल भीतर को अन्य किछि काम खोजिबा को जीबी। एमिति कही कुनी परदिन सकाळे काम खोजिया पई बाहर को गला। से अनेक खोजिला परे भी किछि काम पाइलानी। एमिति से बुलु बुलु हठात एक बुढ़ी चढ़ी को देखिला। से बुढ़ी चढ़ीटा कांदुथिला। ता देखि कुनी ता पाखो गला। ए कौन बुढ़ी माँ, तुमे कांदुच कौन पाई? मो देह टिके भल नाही रे झिया। मु एका रुहे। मो घरे किछि खाइबाको नथिला। मु खाइबा खोजिबाको बाहरी थिली। हेले मो मुंड भूली देबारु मु आउ आगको जाई पारिलिनी। ओ अच्छा, तुमे भी ताहले दुनिया रे आम परी एका? हाँ रे माँ, मु पूरा एका। मु मरी गले भी मो पई केही कांदिबेनी। ना ना बुढ़ी माँ एमिति कुहनी। मो सांगरी मो घर को चल। आज तो तुमे मो सांगरी रहिबो। मोर बापा माँ नाहंती, अछि एक सान भौणी। मो सांगरे आस बुढ़ी माँ। मो सान भौणी तुमको देखिले अनेक खुशी हे जीवो। तापरे कुनी से बुढ़ी चढ़ी को धरी घर कसिला। से तार सान भौणी को सब घटना कहला। चिन्हा नाही कि जणा नाही, तू ए बुढ़ी माँ को काहे के आनिचु दीदी? ता ऊपर पुणी कहूचु से आम सांगरे रहिबे। ना ना से आम सांगरे रहिबेनी। मुन्नी तू ए केमितिका व्यवहार करूचु? मु कहिले ना बुढ़ी माँ आम सांगरे रहिबे। अरे अरे मो पाई तमे दुई भौणी झगड़ा लागनी। मु तो बुढ़ीटीए। मु तम मानकर कौनसी काम रे आसीबिनी। भल हेबो मु एठो चली जाए। ना ना बुढ़ी माँ तुमे कुआडे भी जीवनी। मु कहिले ना तुमे आम सांगरे ही रहिबो। तुमको ए घरु केही बाहर करि परिबेनी। मुन्नी जा बुढ़ी माँ को पाई खाइबा रोषेई करी आनिबु। मुन्नी तू कौन एजाई मो ऊपर रागिचु? मु तोर किए कि दीदी जे तो ऊपर राग करिबी? ओहो मो सुना भौणीटा परा आउ रागनी। बापा माँ चली जीवा परे आमे अनाथ हो जाइथिले। बुढ़ी माँ को देखिला परे मोर माँ कथा भारी मन पड़िला। बुढ़ी माँ कर भी दुनिया रे केही नाहंती। सेथिपाई मु तांको आम घर को नहीं आसिली। हेले दीदी से आम निज माँ नुहंती। आउ ता छड़ा आमे दुई भौणी केते कष्ट रे खाइबा पांती। एबे बुढ़ी माँ को आमे कोन खाइबा को देबा? तो भारी दयालु दीदी, समस्त को साहाय्य करू। हेले दीदी देखिबू तो विपद समय रे तते केही साहाय्य करिबेनी। अरे भौणी जण को साहाय्य करी ता बदल रे ता पाखर किछि आशा करिबा ठीक नुह। मु जहा को भी साहाय्य करे ता पाखर किछि पाइबार आशा रखेनी। एमिति से दुई भौणी कथा हेउथिले। तांकर सब कथा बुढ़ी चढ़ी भी शुणुथिला। परदिन सकाळे हारी मुन्नी आज पाग भल करिछि। मु जाई आउ थरे काम खोजी देखे जदि किछि काम पाई जिबी। अच्छा ठीक अछि दीदी। की रे सान झिया तू मन दुख करिछु की? ना बुढ़ी माँ मु मन दुख करिनी। काली तुम सह बहुत खराब व्यवहार करिथिली। सेति मते क्षमा कर दियो। अरे झिया कौन केबे माँ को क्षमा मागे? मु तो ऊपर जमा भी रागिनी। मु तो माँ परी। सतरे बुढ़ी माँ तुम्हें बहुत भल।
ଆରେ ଝିଅ, ମୁଁ ତତେ କିଛି ଦେବାକୁ ଚାହୁଁଛି, ଏଇ ନେ। ଏଗୁଡ଼ା କ'ଣ ବୁଢ଼ୀମା? ଏଗୁଡ଼ା ଅଙ୍ଗୁର ମଞ୍ଜି। ଏ ମଞ୍ଜିରୁ ଥରେ ଗଛ ବାହାରିଲା ପରେ ଏ ଗଛ ଆଉ କେବେ ବି ଶୁଖିବନି କି ମରିବନି। ପ୍ରତିବର୍ଷ ଏ ଗଛରେ ଅଙ୍ଗୁର ଫଳିବ। ହେଲେ ବୁଢ଼ୀମା, ଆମର ତ ଜମି ନାହିଁ, ମୁଁ ଏସବୁ ଅଙ୍ଗୁର ମଞ୍ଜି ନେଇ କୋଉଠି ଲଗେଇବି? ଆଖ ପାଖରେ କୋଉଠି ତ ଟିକେ ଜାଗା ଥିବ, ସେଇଠି ଏ ମଞ୍ଜି ଲଗେଇ ଦେ। ବୁଢ଼ୀମା, କେବଳ ଗୋଟେ ପୋଖରୀ ଛଡ଼ା ଆମ ପାଖରେ ଆଉ କିଛି ବି ଜାଗା ନାହିଁ। ତେବେ ଠିକ୍ ଅଛି, ତୁ ଏ ମଞ୍ଜି ନେଇ ପୋଖରୀରେ ପକେଇ ଦେ। 2 ଦିନରେ ହିଁ ମଞ୍ଜିରୁ ଗଛ ବାହାରିବ। କିନ୍ତୁ ବୁଢ଼ୀମା, ପାଣିରେ ଅଙ୍ଗୁର ଗଛ କେମିତି ବାହାରିବ? ଆରେ ଝିଅ, ଏ ଗଛ ସାଧାରଣ ନୁହଁ। ତୁ ଥରେ ମଞ୍ଜି ଲଗେଇକି ଦେଖେ, ତୁ ସବୁ ଜାଣିପାରିବୁ। ତାପରେ ମୁନି ଆଉ ସେ ବୁଢ଼ୀ ଚଢ଼େଇ ପୋଖରୀରେ ଅଙ୍ଗୁର ମଞ୍ଜି ପକେଇ ଘରକୁ ଚାଲି ଆସିଲେ। 2 ଦିନରେ ହିଁ ମଞ୍ଜିରୁ ଗଛ ବାହାରି ସେଥିରେ ଅନେକ ଅଙ୍ଗୁର ଫଳିଲା। ଆରେ, ଏଠି ତ ଆଗରୁ ଅଙ୍ଗୁର ଗଛ ନଥିଲା, 2 ଦିନରେ ହିଁ ପୋଖରୀରୁ ଗଛ ବାହାରି ସେଥିରେ ଅଙ୍ଗୁର ଫଳିଲାଣି। ଦିଦି, ଏସବୁ ସମ୍ଭବ ହେଇଛି ବୁଢ଼ୀମାଙ୍କ ପାଇଁ। ବୁଢ଼ୀମା ନା ବହୁତ ଭଲ, ସେ ମତେ ଏ ଅଙ୍ଗୁର ମଞ୍ଜି ଦେଇଥିଲେ। ଏମିତି ମୁନି ତା ଭଉଣୀକୁ ସବୁ କଥା କହିଲା। ଠିକ୍ ସେହି ସମୟରେ ବୁଢ଼ୀ ଚଢ଼େଇ ସେଠାକୁ ଆସିଲା। ବୁଢ଼ୀମା, ଆମକୁ ଏତେ ଭଲ ଉପହାର ଦେଇଥିବାରୁ ତୁମକୁ ବହୁତ ବହୁତ ଧନ୍ୟବାଦ। ଆରେ, ମତେ ପରା ତୁ ମା କହୁଛୁ, ଧନ୍ୟବାଦ କାହିଁକି କହୁଛୁ? ମୁଁ ଯେବେ ଏଠାକୁ ଆସିଲି ତମ 2 ଭଉଣୀଙ୍କ ସବୁ କଥା ଶୁଣିଥିଲି, ସେଥିପାଇଁ ଏ ଅଙ୍ଗୁର ଗଛ ମୁଁ ତମକୁ ଦେଲି। ଏ ଅଙ୍ଗୁର ଗଛରେ କେବେ ବି ଅଙ୍ଗୁର ସରିବନି। ଯେତେ ଥର ତୋଳିବ ସେତେ ଥର ଅଙ୍ଗୁର ବାହାରିବ। କୁନି, ତତେ ଆଉ କାମ ଖୋଜିବାକୁ ପଡ଼ିବନି। ଏ ଅଙ୍ଗୁର ବିକ୍ରି କରି ତମେ 2 ଭଉଣୀ ଆରାମରେ ଚଳିପାରିବ। ତାପରେ କୁନି କିଛି ଅଙ୍ଗୁର ତୋଳି ବଜାରକୁ ଗଲା। ଅଙ୍ଗୁର ନିଅ, ଅଙ୍ଗୁର, ମିଠା ମିଠା ଅଙ୍ଗୁର। ଆରେ କୁନି, ତୁ ଅଙ୍ଗୁର ଆଣିଛୁ? ଆମ ଜଙ୍ଗଲରେ ଗୋଟେ ବି ଅଙ୍ଗୁର ଦୋକାନ ନାହିଁ। ତୁ ଏତେ ସାରା ଅଙ୍ଗୁର କୋଉଠୁ ପାଇଲୁ? ମୁଁ ଆମ ପୋଖରୀରେ ଅଙ୍ଗୁର ଚାଷ କରିଛି। ଏ ଅଙ୍ଗୁର ଭାରି ମିଠା, ଥରେ ଖାଇ ଦେଖନ୍ତୁ। ସତରେ ଚଢ଼େଇ, ତୋ ଅଙ୍ଗୁର ଭାରି ମିଠା। ଭଲ ହେଲା ତୁ ଅଙ୍ଗୁର ଆଣିଲୁ। ଏବେ ଆମେ ପ୍ରତ୍ୟେକ ଦିନ ତୋ ପାଖରୁ ଅଙ୍ଗୁର କିଣିବୁ। ଏମିତି ସେଦିନ କୁନିର ବହୁତ ଭଲ ଟଙ୍କା ରୋଜଗାର ହେଲା। ତାର ସବୁ ଅଙ୍ଗୁର ବିକ୍ରି ହେଇଗଲା। ତା ପାଖରେ କାଉ ଏକ ଫଳ ଦୋକାନ ଦେଇଥିଲା। ପ୍ରତିଦିନ ଚଢ଼େଇର ସବୁ ଅଙ୍ଗୁର ବିକ୍ରି ହେଇଯାଉଥିଲା। କାଉ ପାଖରୁ କେହି ବି ଫଳ କିଣୁନଥିଲେ। ଏଇ ଚଢ଼େଇ ଛୁଆ ଯେବେଠୁ ଆସି ଅଙ୍ଗୁର ବିକ୍ରି କଲାଣି, ମୋ ପାଖରୁ ଆଉ କେହି ବି ଫଳ କିଣୁନାହାନ୍ତି। ଏଇ ଚଢ଼େଇ ପାଇଁ ପ୍ରତିଦିନ ମୋର ଅଧା ଫଳ ପଛେ ନଷ୍ଟ ହେଇଯାଉଛି। ଏମିତି ଯଦି ଚାଲିବ ମୋ ବେପାର ତ ବନ୍ଦ ହେଇଯିବ। ଶୀଘ୍ର ଏଇ ଚଢ଼େଇଙ୍କର କିଛି ବ୍ୟବସ୍ଥା ହିଁ କରିବାକୁ ପଡ଼ିବ। ରାତି ହେଉ, ମୁଁ ଏଇ ଚଢ଼େଇ ଘରକୁ ଯିବି। କାଉ ମନରେ ଏକ ଉପାୟ ଚିନ୍ତା କଲା। ରାତି ହେବା ପରେ ସେ ଏକ କଟୁରୀ ଧରି ଚଢ଼େଇର ଘରକୁ ଗଲା। ପୋଖରୀ ଭିତରେ ଏମିତି ଏକ ଅଙ୍ଗୁର ଗଛ ଦେଖି ତ କାଉ ଆଶ୍ଚର୍ଯ୍ୟ ହେଇଗଲା। ଆରେ, ଇଏ କି ଅଜବ ଘଟଣା! ପୋଖରୀ ଭିତରେ ଅଙ୍ଗୁର ଚାଷ! ମୁଁ ଆଗରୁ ଏମିତି ଅଦ୍ଭୁତ ଘଟଣା ଦେଖିନଥିଲି। ସେ ଯାହା ବି ହଉ, ଏ ଚଢ଼େଇର ମୁଁ ଅଙ୍ଗୁର ଗଛକୁ ଆଜି କାଟିଦେବି। ଚଢ଼େଇ ଅଙ୍ଗୁର ବିକ୍ରି କରି ନ ପାରିଲେ ସମସ୍ତେ ମୋ ପାଖରୁ ହିଁ ଫଳ କିଣିବେ। ଏମିତି ଚିନ୍ତା କରି କାଉ ଗଛ କାଟିବାକୁ ଯେମିତି ଗଛ ପାଖକୁ ଗଲା, ହଠାତ୍ ସେ ପୋଖରୀ ପାଣିରେ ପଡ଼ି ବୁଡ଼ିବାକୁ ଲାଗିଲା। କାଉ ଭୟରେ ଚିତ୍କାର କଲା, ବଞ୍ଚାଅ, ବଞ୍ଚାଅ, ମତେ କେହି ବଞ୍ଚାଅ, ମୁଁ ପାଣିରେ ବୁଡ଼ିଯିବି, ଦୟାକରି ମତେ କେହି ବଞ୍ଚାଅ। କାଉର ଏପରି ଚିତ୍କାର ଶୁଣି କୁନି ଆଉ ମୁନି ଶୀଘ୍ର ଘରୁ ବାହାରି ଆସିଲେ। ଆରେ କାଉ ଆଣ୍ଟି, ତୁମେ ଏଠି କ'ଣ କରୁଛ? କୁନି, ମୁନି, ମତେ ଆଗ ପାଣିରୁ ବାହାର କର, ମୁଁ ତୁମକୁ ସବୁ କଥା କହିବି। ତାପରେ କୁନି ଆଉ ମୁନି ବହୁତ କଷ୍ଟରେ କାଉକୁ ପାଣିରୁ ବାହାର କଲେ। ମତେ କ୍ଷମା କରିଦିଅ କୁନି, ମୁନି, ମୁଁ ତୁମ ଅଙ୍ଗୁର ଗଛ କାଟିବାକୁ ଆସିଥିଲି। ଯେବେଠୁ ତମେ ମାନେ ବଜାରରେ ଅଙ୍ଗୁର ବିକ୍ରି କଲ, ସେବେଠୁ ଆଉ କେହି ବି ମୋ ଦୋକାନରୁ ଫଳ କିଣିବାକୁ ଆସୁନାହାନ୍ତି। ସେ ରାଗରେ ତୁମ ଗଛ କାଟିବା ପାଇଁ ମୁଁ ଆସିଥିଲି। ମତେ ଏଇ ଥରକ କ୍ଷମା କରିଦିଅ, ମୁଁ ଆଉ କେବେ ଏଠାକୁ ଆସିବିନି। କାଉ ଆଣ୍ଟି, ଏ ଅଙ୍ଗୁର ଗଛ ଯାଦୁର, କେହି ବି ଏ ଅଙ୍ଗୁର ଗଛର କ୍ଷତି କରିପାରିବେନି। ମୋ ପାଇଁ ଯଦି ତୁମ ଫଳ ବିକ୍ରି ହେଉନି, ମୁଁ କାଲିଠୁ ଆଉ ତମ ଦୋକାନ ପାଖରେ ଅଙ୍ଗୁର ବିକ୍ରି କରିବିନି। ମୁଁ ଆଉ ଏକ ଜାଗାରେ ଅଙ୍ଗୁର ବିକ୍ରି କରିବି। ଏମିତି ଶୁଣି କାଉ ସେଠାରୁ ଚାଲିଗଲା। 2 ଭଉଣୀ ନିଜ ଘର ବାହାରେ ହିଁ ଅଙ୍ଗୁର ଦୋକାନ ଦେଇ ଅଙ୍ଗୁର ବିକ୍ରି କରୁଥିଲେ।
ଦୂର ଦୂରରୁ ଚଢ଼େଇମାନେ ତାଙ୍କ ମିଠା ଅଙ୍ଗୁର ଖାଇବା ପାଇଁ ତାଙ୍କ ପାଖକୁ ଆସୁଥିଲେ। ଏମିତି ସେ ଦୁଇ ଭଉଣୀ ଅଙ୍ଗୁର ବିକ୍ରି କରି ଖୁସିରେ ରହିଲେ।